ଧୋକେବାଜ ସହିତ କ'ଣ କରିବା ଉଚିତ? ଆପଣ ତାଙ୍କଠାରୁ ଦୂରରେ ରହିବା ଉଚିତ। ତାଙ୍କଠାରୁ ଦୂରରେ ରହିବା ଭଲ, କାରଣ ସେ ଆପଣଙ୍କୁ ପୁଣି ଥରେ ଠକି ପାରିବେ। ସେମାନଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ। ଧୋକାବାଜକୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ, କାରଣ ସେମାନେ ଆପଣଙ୍କୁ ପୁଣି ଥରେ ଧୋକା ଦେଇପାରିବେ। ଧୋକାବାଜଙ୍କ କଥା ଶୁଣନ୍ତୁ ନାହିଁ। ତାଙ୍କ କଥାକୁ କଦାପି ଶୁଣନ୍ତୁ ନାହିଁ, କାରଣ ସେ ଆପଣଙ୍କୁ ଭୁଲ ସୂଚନା ଦେଇପାରିବେ, ଆପଣଙ୍କୁ ଅବାଟକୁ ଆଣିପାରନ୍ତି। ତେଣୁ ତାଙ୍କ କଥା ମାନନ୍ତୁ ନାହିଁ। ଆପଣ ତାଙ୍କ ସହିତ କୌଣସି ସମ୍ପର୍କ ବଜାୟ ରଖିବା ଉଚିତ ନୁହେଁ। ଆପଣ ତାଙ୍କ ସହିତ କୌଣସି ସମ୍ପର୍କ ରଖିବା ଉଚିତ ନୁହେଁ, କାରଣ ସେ ଆପଣଙ୍କ ଜୀବନରେ ଯନ୍ତ୍ରଣା ଛଡ଼ା ଆଉ କିଛି ଆଣିବେ ନାହିଁ। ତୁମେ ତୁମର ବନ୍ଧୁ ଏବଂ ପରିବାର ସହିତ କଥା ହେବା ଉଚିତ। ତୁମେ ତୁମର ବନ୍ଧୁ ଏବଂ ପରିବାର ସହିତ ଧୋକା ବିଷୟରେ କଥା ହେବା ଉଚିତ, ଯାହାଦ୍ୱାରା ସେମାନେ ତୁମକୁ ବୁଝିପାରିବେ ଏବଂ ସାହାଯ୍ୟ କରିବେ। ଆପଣ ପୋଲିସ କିମ୍ବା କର୍ତ୍ତୃପକ୍ଷଙ୍କ ସହ କଥା ହେବା ଉଚିତ। ଯଦି ଧୋକାବାଜ ଆପଣଙ୍କ କୌଣସି କ୍ଷତି କରିଥାଏ, ତେବେ ଆପଣ ପୋଲିସ କିମ୍ବା କର୍ତ୍ତୃପକ୍ଷଙ୍କ ସହ କଥା ହେବା ଉଚିତ, ଯାହାଦ୍ୱାରା ସେ ଦଣ୍ଡ ପାଇପାରିବେ।